ବ୍ରହ୍ମପୁର ପ୍ରଥମ ଜିନିଷ ଅତି ପ୍ରିୟ ଜାଗା ମୋର। ଏ ମାଟିକୁ ବହୁତ ଭଲ ପାଏ ମୁଁ। ଆଉ ଏଠି ବହୁତ ଭାଇ ମାନେ ମୋର ଅଛନ୍ତି। ଫ୍ୟାନ୍ସ ମାନେ ରଖେଇ ଉଠେଇ ଦିଅନ୍ତିନି ଯେତେବେଳେ ସିନେମା ରିଲିଜ ହୁଏ। ଆଉ ଏଠି ସିନେମା ହିଟ୍ ମାନେ ସବୁଆଡେ ହିଟ୍। ରୁକ୍ମିଣୀରେ ବହୁତ ଦିନ ପରେ ମୋ ଫିଲ୍ମଟି ଲାଗିଛି। ଆଉ ଫିଲ୍ମଟି ଯେମିତି ଯୋଉ ମାଇଲଷ୍ଟୋନରେ ପହଞ୍ଚିଛି ବର୍ତ୍ତମାନ, ସମଗ୍ର ଓଡିଶାବାସୀଙ୍କୁ ଧନ୍ୟବାଦ ଜଣେଇବି। ଆଉ ବି ପରେ ଆସିଛି, ମୁଁ ବହୁତ ଫୋନ କଲ୍ସ ଆସିଲା, ବ୍ରହ୍ମପୁର ସେଇଥିପାଇଁ ଆସିଛି ସମସ୍ତଙ୍କ ସାଙ୍ଗେ ଦେଖା ହେବା ପାଇଁ, ଭାଇମାନଙ୍କ ସାଙ୍ଗେ ଦେଖା ହେବା ପାଇଁ, ଫ୍ୟାନ୍ସ ମାନଙ୍କ ସାଙ୍ଗେ ଦେଖା ହେବା ପାଇଁ। ବହୁତ ଖୁସି ଲାଗୁଛି ଯେ ମାଙ୍କ ସାଙ୍ଗେ ଫିଲ୍ମ କଲି, ବହୁତ ଦିନ ପରେ କଲି। ବହୁତ ବଢିଆ ଚରିତ୍ର, ରତ୍ନମାଳା କ୍ୟାରେକ୍ଟରରେ ସେ ଅଛନ୍ତି। ଲୋକମାନେ ବହୁତ ଆପ୍ରିସିଏଟ କରୁଛନ୍ତି। ଆପଣ ବି ଫିଲ୍ମ ଦେଖନ୍ତୁ, ଜାଣିପାରିବେ। ତାଠୁ ବେଶୀ ଖୁସି ଲାଗୁଛି ଯେ ଓଡିଶାବାସୀ ଏ ଫିଲ୍ମଟିକୁ ଆଜି ଏଇ ମାଇଲଷ୍ଟୋନରେ ପହଞ୍ଚେଇଛନ୍ତି। ଆଉ ଏଇଟା ଆଉ କେବଳ ଗୋଟେ ସାଧାରଣ ଫିଲ୍ମ ହେଇକି ନା, ଏଇଟା ଇମୋସନ ହେଇଯାଇଛି ବର୍ତ୍ତମାନ ଓଡିଶାବାସୀଙ୍କ ପାଇଁ। ସେଥିପାଇଁ ଆଉ ଥରେ ଧନ୍ୟବାଦ ଜଣେଇବି। ଯୋଉମାନେ ବି ଦେଖିନାହାନ୍ତି ଦେଖନ୍ତୁ, ଆହୁରି ଭଲ ପାଇବା ଆଶୀର୍ବାଦ କରନ୍ତୁ। ଆଉ ଏଇ ରଥଯାତ୍ରାରେ ବି ସମସ୍ତଙ୍କୁ ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ। ଆହୁରି ଭଲ ପାଇବା ଆଶୀର୍ବାଦ ଆପଣମାନଙ୍କର କାମନା କରୁଛି। ଧନ୍ୟବାଦ।